ଗାଁର ଗୋଟେ ଛୋଟ ପିଲା ଯାହାର ନାଁ ଆଦିତ୍ୟ। ସେ ପ୍ରତିବର୍ଷ ଦୁର୍ଗା ପୂଜାରେ ବହୁତ ମଜା କରିଥିଲା। ନୂଆ ପୋଷାକ, ଆଲୋକସଜ୍ଜା, ପ୍ରଦର୍ଶନୀ। କିନ୍ତୁ ତା ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା, ଆମେ କାହିଁକି ଦୁର୍ଗା ପୂଜା କରୁଛେ? ଏହାର ପ୍ରକୃତ ମହତ୍ତ୍ୱ କ'ଣ? ଗୋଟେ ଦିନ ସେ ଗାଁର ପଣ୍ଡିତଙ୍କୁ ପଚାରିଲା, ଆମେ କାହିଁକି ଦୁର୍ଗା ପୂଜା କରୁଛେ? ଏହାର ପ୍ରକୃତ ଅର୍ଥ କ'ଣ? ପଣ୍ଡିତ ହସି କହିଲେ, ପୁଅ, ଦୁର୍ଗା ପୂଜା କେବଳ ଆଲୋକ, ସଙ୍ଗୀତ ଓ ମଜା ପାଇଁ ନୁହେଁ। ଏହାର ପଛରେ ଅଛି ଗୋଟେ ଗଭୀର ସନ୍ଦେଶ। ମା ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ କୁହାଯାଏ। ସେ ଅସୁରମାନଙ୍କୁ ବଧ କରିଥିଲେ, ଯେମିତିକି ମହିଷାସୁର। କିନ୍ତୁ ମାତ୍ର ଦେବୀ, ଦାନବ ଯୁଦ୍ଧର କାହାଣୀ ନୁହନ୍ତି। ଏହା ଆମକୁ କହେ, ଆମ ମନରେ ଯେଉଁ ଅହଙ୍କାର, କ୍ରୋଧ, ଲୋଭ, ଈର୍ଷା, ଅଜ୍ଞାନ, ଏଗୁଡ଼ିକ ସବୁ ମହିଷାସୁର ପରି ହୋଇଥାଏ। ମା ଦୁର୍ଗା ହେଉଛନ୍ତି ଭଲ ପାଇବା, ଶକ୍ତି, ସାହସ, ନ୍ୟାୟ, ଯାହାକୁ ଆମେ ଆମ ମନରେ ଜାଗୃତ କରିବା ପାଇଁ ପଡ଼େ। ଆଦିତ୍ୟ ଆଶ୍ଚର୍ଯ୍ୟରେ ପଚାରିଲା, ତାହେଲେ ପୂଜା କରିବାର ଅର୍ଥ କେବଳ ଦେବୀଙ୍କୁ ଫୁଲ ଦେବା ନୁହେଁ? ପଣ୍ଡିତ କହିଲେ, ଠିକ୍ କହିଲେ। ପୂଜାର ମୂଳ ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କ ମନରେ ଥିବା ଅସୁରକୁ ଜିତିବା, ନିଜର ଶକ୍ତି, ସାହସ ଓ ନିଷ୍ଠାକୁ ଜାଗରଣ କରିବା, ଜୀବନରେ ଭଲର ପ୍ରତିଷ୍ଠା ଓ ଖରାପର ପରାଜୟ। ସେହି ଦିନରୁ ଆଦିତ୍ୟ ପୂଜାରେ କେବଳ ଆନନ୍ଦ କରିଲା ନାହିଁ, ସେ ପ୍ରତିଦିନ ନିଜ ଭିତରର ଅସୁର ସହ ଯୁଦ୍ଧ କରିବାକୁ ଆରମ୍ଭ କଲା। କାହାଣୀ କହିବାର ଉଦ୍ଦେଶ୍ୟ, ଖରାପ ଉପରେ ଭଲର ବିଜୟ, ଅନ୍ଧକାର ଉପରେ ଆଲୋକର ଜୟ ଓ ଆମମାନଙ୍କ ମନରେ ଦେବୀ ଶକ୍ତିର ଜାଗରଣ। ଏମିତି କିଛି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଆଉ କମେଣ୍ଟରେ ଜୟ ମା ଦୁର୍ଗା ନିଶ୍ଚିତ ଭାବରେ ଲେଖନ୍ତୁ।